ଆଜ୍ଞା ଓଡ଼ିଶାବାସୀ ମୁଁ ପୁଣି ଥରେ ନମସ୍କାର ଜଣାଉଛି। ମୁଁ ବିଗତ ଦିନରେ ଯୋଉ ସବୁ ପ୍ରମାଣପତ୍ର ଦେଇଥିଲି କି ଆଗାମୀ ଦିନରେ ଯାହା ଘଟିବ ବୋଲି ମୁଁ ସୂଚନା ଦେଇଥିଲି, ବର୍ତ୍ତମାନ ସେଇ ସବୁ ସୂଚନା ପୁଣି ଗୋଟେ ଗୋଟେ ପୁଣି ବିବାଦରେ ଛନ୍ଦି ହେଲାଣି। ନାଣ୍ଡୁବାବୁ, ସେଇଟା ଆଜ୍ଞା ସତ୍ୟତା। ଆପଣଙ୍କୁ ଯେଉଁ ପ୍ରଥମରୁ କହିଥିଲି, ନରିପଣ୍ଡା ନୁହେଁ, ନରିପଣ୍ଡା ପରି ଅନେକ ଏମିତି ନରିପଣ୍ଡା ଅଛନ୍ତି। ଆଜି ମାମୁନି ଶିକାର ହେଇଛନ୍ତି, ମାମୁନି ପରି ଏମିତି ଅନେକ ମାମୁନି ବି ଶିକାର ହେଇଛନ୍ତି କି ଆଗାମୀ ଦିନରେ ହେବେ। କାହିଁକି? ନିଜର କର୍ମମୟ ଜୀବନଯାପନ ସେ କରୁଥିବା ଅବସ୍ଥାରେ ତାଙ୍କର କର୍ମର ଆର୍ଥିକ ପଇସା ସିଏ ହିଁ ମାଗିଛନ୍ତି। ସିଏ ତାଙ୍କୁ ଧାର ମାଗିନଥିଲେ କି ତାଙ୍କୁ କହିନଥିଲେ ଆମକୁ ସାହାଯ୍ୟ କର ବୋଲି। ନିଜେ ଯିଏ କର୍ମ କରିଛି ତାର କର୍ମର କିଛି ପ୍ରାପ୍ୟ ଅଛି ନା ନାହିଁ। ଯଦି ସେ ତାଙ୍କ ପ୍ରାପ୍ୟ ମାଗିଛନ୍ତି, ମାଗିଲା ପରେ ଏଇ ଏତେ ବିବାଦରେ ଛନ୍ଦି ଦେଉଛନ୍ତି କିମ୍ବା ନା ତାଙ୍କୁ ଲୋକ ଲଗେଇକି ମାରିବାକୁ ଧମକ ଦେଉଛନ୍ତି, ହତ୍ୟା କରିବା ପାଇଁ କହୁଛନ୍ତି, ତାହେଲେ ଯେଉଁ କିଛି କମିଟି ବାଲାଙ୍କୁ ନେଇକି ତାଙ୍କୁ ଖରାପ ଭାଷାରେ ଗାଳି କରିବା, ଇଏ କରିବା, ଆପଣମାନେ ଓଡ଼ିଶାବାସୀ ଚିନ୍ତା କରନ୍ତୁ। ଆମେ କହୁଥିବା କଥା କ'ଣ ମିଛ ଥିଲା? ଆମେ ଦେଇଥିବା ବୟାନ କ'ଣ ସେଟା ମିଛ ଥିଲା? ଏହା ପରେ ଜୁନ 12 ତାରିଖରେ ଯେତେବେଳେ ଅଫ୍ ହେବ ଯାତ୍ରା, ଆଉ 2-3ଟି କ୍ୟାମ୍ପ, ସେତେ ଆହୁରି ବି ବାହାରିବେ। ଆଜି ଗୋଟେ ମାମୁନି ନାହିଁ, ଆଜି ଗୋଟେ ନରୀ ନାହିଁ, ଏମିତି ଅନେକ ନରୀ ବାହାରିବେ, ଅନେକ ମାମୁନି ବାହାରିବେ, ଅନେକ ବି ବାପି ବାହାରିବେ। ସମସ୍ତଙ୍କର ଦରମା ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି। ମୋ ପାଖରେ ବି କିଛି ଦିନ ତଳେ ଫୋନ୍ ଆସିଥିଲା, 2 ଦିନ ତଳେ ସୂଚନା ବି ଆସିଲା ଯେ ବହୁତ ଦରମା ତାଙ୍କର ବାକି ଅଛି ପିଲାମାନଙ୍କର। ସେ ପୃଥ୍ୱୀରାଜ ସମ୍ରାଟର ହଉ କି ଅଶୋକ ସମ୍ରାଟର ହଉ କି ତୁଳସୀର ହଉ, 3ଟି ପାର୍ଟିର ସେ ବର୍ତ୍ତମାନ ରାଶି ଦେଇ ନିଜର ଯେଉଁମାନେ କର୍ମ କରୁଛନ୍ତି ତାଙ୍କର ସେ ପାଉଣା ଦେଇପାରୁନାହାନ୍ତି। ଯଦି ଆଜ୍ଞା ସେ ଯଦି ପାଉଣା ମାଗୁଛନ୍ତି, ତାହେଲେ ତାଙ୍କୁ ହତ୍ୟା କରିବାର ଧମକ କାହିଁ ଦେଉଛନ୍ତି? ସେ କ'ଣ ଆପଣଙ୍କ ପାଇଁ ଖଟି ନାହାନ୍ତି? ଦୀର୍ଘ ବର୍ଷେ ହେଲାଣି ସେ ଆପଣଙ୍କ ପାଇଁ ଖଟିଲେ, ତାଙ୍କର ଖଟିବାର ପାଉଣା ସେ ପାଇବେ ନା ପାଇବେନି? ପାଉଣା ମାଗିଲା ପରେ ତାକୁ ହତ୍ୟା କରିବେ, ଧମକ କରିବେ, ମାରିଦେବେ, ଗାଳି କରିଦେବେ। ଏଇଟା କ'ଣ? ଏସବୁ ଗୋଟେ ଅସାମାଜିକ ବ୍ୟକ୍ତିମାନେ କରନ୍ତି। ମ୍ୟାନେଜର ସାମ୍ନାରେ କମିଟି ଲୋକମାନେ ଯୋଉଟା ଅସଭ୍ୟ ଗାଳି ଗୁଲଜ କରିବା, ବାଡେଇବା, ହାତ ଉଠେଇବା, ମ୍ୟାନେଜର ନିଜେ ମଧ୍ୟ ତାଙ୍କୁ ମାରିଛନ୍ତି, ଏଇଟା କେତେ ଦୂର ଠିକ? ଏଇଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ଦୁଃଖଦାୟକ ଘଟଣା। ଦୟାକରି ଯେଉଁ ଯାତ୍ରା କଳାକାର ମାନେ ଦେଖୁଛନ୍ତି କି ଦେଖିବେ ଏଇ ନ୍ୟୁଜଟି, ଆପଣମାନେ କଳାକାରକୁ ସପୋର୍ଟ କରନ୍ତୁ, ମାଲିକକୁ ସପୋର୍ଟ କରିବେନି। ଅନ୍ୟ କଳାକାର କିଏ ବାହାରିଲେନି, ସେ କହିବା କଥା ଆମେ ଏସବୁ ଶିକାର ହେଲୁ, କିନ୍ତୁ ଅନ୍ୟ କଳାକାର କିଏ ବାହାରିଲେନି। ଅନ୍ୟ କଳାକାର କେମିତି ବାହାରିବେ? ଅନ୍ୟ କଳାକାର ମାନଙ୍କୁ ପୁରା ଇଏ ଚପେଇ ଦେଉଥିବେ ଯେ ତମେ ଏଇଟା କହିବନି। ବର୍ତ୍ତମାନ କଳାକାର ମାନେ ତାର ଡର ଭୟରେ ରହିଛନ୍ତି, କିନ୍ତୁ ଆଉ ଡରିବାର ବି କେହି ନାହାନ୍ତି, ମାନେ ଡରିବାର କିଛି ଆବଶ୍ୟକତା ନାହିଁ। ଯୋଉ ଯିଏ ତାକୁ ସାହାଯ୍ୟ କରିଥିଲା ତାକୁ କାଳେ ବାଡିକି 6-7ଟା ଷ୍ଟିଚ୍ ତାର ବି ପଡିଛି, ମେଡିକାଲ ଆଡମିଟ୍ ହେଇଛନ୍ତି। ତାଙ୍କ ନାଁ କ'ଣ ଥିଲା? ତାଙ୍କ ନାଁଟା ଜାଣିନି। ସେ ତାଙ୍କୁ ବ୍ୟାଗ ପତ୍ର କ'ଣ ଦବା, ଯେତେବେଳେ ବାହାରିଥିଲେ ଯାତ୍ରା ଆସିବା ପାଇଁ ତାଙ୍କର ବ୍ୟାଗ ପତ୍ର ଦଉଥିଲେ, ସେତେବେଳେ ତାକୁ ଡାକିକି ଧମକ ଚମକ ଦେଇକି ତାକୁ ବାଡାବାଡି କରି ମୁଣ୍ଡ ଫଟେଇ ଦେଇଥିଲେ। ଆଜ୍ଞା ଠିକ ଅଛି। ବର୍ତ୍ତମାନ ଆପଣ ଓଡ଼ିଶାବାସୀ ବିଚାର କରନ୍ତୁ, ଯେଉଁ ମାନେ ରଖିଥିଲି, ବୟାନ ରଖିଥିଲି, ପ୍ରାୟ ମୁଁ କମେଣ୍ଟ ପଢ଼ୁଥିଲି, ବ୍ୟାଡ୍ କମେଣ୍ଟ ସବୁ ଆସେ। କିନ୍ତୁ ସେହି ଲୋକମାନେ ଚିନ୍ତା କରନ୍ତୁ, ଯଦି ସିଏ ଆପଣଙ୍କର ଭଉଣୀ ହେଇଥାନ୍ତା, ସିଏ ଆପଣଙ୍କର ଭାଇଟିଏ ହେଇଥାନ୍ତା, ଯେ ସେଇ ଭାଇ ଭଉଣୀ ଯଦି କର୍ମମୟ ଜୀବନକୁ ଯାଇକି ତାଙ୍କ ପ୍ରତି ଏତେ ବଡ଼ ଅତ୍ୟାଚାର କରାଯାଉଛି, ତାହେଲେ ଆପଣମାନେ କେମିତି ସହିବେ? ଏହାର ଜବାବ ଆଗାମୀ ଦିନରେ ବହୁତ ଭଲ ଭାବରେ ଦିଆଯିବ, କୌଣସି ଏଥିରେ ଡାଉଟ୍ ନାହିଁ। ଗୋଟେ କର୍ମସଂସ୍ଥାନରେ ଯେତେବେଳେ କିଏ ଚାକିରି କରୁଥାଏ, ତା ଉପରକୁ ଯଦି କିଏ ଆକ୍ରମଣ କରେ, ତେବେ ସେ କର୍ମସଂସ୍ଥାନ ତରଫରୁ ପ୍ରଥମ ଏଫଆଇଆର ଦିଆଯାଏ। ସେ ଝିଅଟି ଆସିକରି ଆଜି ଭୁବନେଶ୍ୱର ଏଫଆଇଆର ଦେଲେ, ସ୍ୱାମୀ ସ୍ତ୍ରୀ ଦେଲେ, କିନ୍ତୁ ତାଙ୍କର ସେଠି ମ୍ୟାନେଜର ଥିଲେ କି ନାଣ୍ଡୁ ବାବୁ ଥିଲେ, ସିଏ ପ୍ରଥମେ ପୋଲିସ ପାଖକୁ ଯାଇକି ଏଫଆଇଆର ଦେବା କଥା ଥିଲା କି ନାହିଁ? ନିଶ୍ଚିତ ଏଇଟା ଏଫଆଇଆର ଦେବାର ଥିଲା। ଯେହେତୁ କାହିଁକି ନା ଗୋଟେ ଅନୁଷ୍ଠାନରେ ଜଣେ କାମ କରୁଛି, କାହା ଭରସାରେ କାମ କରୁଛି? ଆପଣଙ୍କ ଭରସାରେ କାମ କରୁଛି। ଯଦି କମିଟି ବାଲା ଆସି ତାଙ୍କୁ ଗାଳି ଗୁଲଜ କଲେ କି ବାଡେଇଲେ, ଏଇଟା ଟେକଅପ୍ ନେବାର ଥିଲା ମ୍ୟାନେଜର ଆଉ ମାଲିକ ନେବାର ଥିଲା। ଯଦି ଏସବୁ ପ୍ରଶୟ ତ ମାଲିକ ଆଉ ମ୍ୟାନେଜର ଦେଇଛନ୍ତି ନା, ତାଙ୍କୁ ସାହସ କିଏ ଦେଲା? ମାଲିକ ହିଁ ମ୍ୟାନେଜର ଦେଇଛନ୍ତି। କିନ୍ତୁ ଏଠୁ ପ୍ରମାଣିତ ହେଉଛି ଆଗାମୀ ଦିନରେ ବହୁତ ଶିକାର ବି ହେବେ। ଆପଣମାନେ ମୁଁ କହିଥିବା କଥା ମିଛ ହବନି, ପୁରା ଚିରଧାର୍ଯ୍ୟ ସତ୍ୟ ହବ, କୌଣସି ଡାଉଟ୍ ନାହିଁ। ଆପରେ ମାମୁନି ବାପି ବାହାରିଛନ୍ତି, ତାପରେ ଅନେକ କଳାକାର ବି ବାହାରୁଛନ୍ତି। ଦେଖନ୍ତୁ ଆଗାମୀ ଦିନରେ ଦେଖିବେ କ'ଣ ହଉଛି। ସତରେ କିଛି ନାଣ୍ଡୁ ବାବୁଙ୍କର କିଛି ପୂର୍ବ କେସ ଦେଖିବା? ନାଇଁ, ଏବେ ଦେଖନ୍ତୁ,
ସବୁ କେସରେ ସେ ଛନ୍ଦି ହେବେ କିନ୍ତୁ ଡାଉଟ୍ କିଛି ନାହିଁ ଆଗାମୀ ଦିନରେ ଜେଲ୍ ଯାଉଛନ୍ତି ମୁଁ ପୁରା ସ୍ପଷ୍ଟ ଭାବରେ ଜଣେଇ ଦଉଛି ଆପଣଙ୍କୁ। ଦିଟା କେସ୍ ହେଇ ସାରିଲା ପରେ ବି ନାଣ୍ଡୁ ବାବୁ ଭୟ କରୁନାହାନ୍ତି ଏଇ ଟାଇପର ପୁଣି ଯଦି ସତ ହେଇଥାଏ ଜିନିଷଟେ ପୁଣି ପୁନର୍ବାର ଏମିତିଆ କେସ୍ ଆସିଲା କଣ ତାଙ୍କର ଭୟ ନାହିଁ ନା ସେ କଣ କହିବେ? ଭୟ ନାହିଁ ବୋଲି ମାଡ଼କୁ ମହାଦେବଙ୍କର ଭୟ ଅଛି ସେଟା ଡାଉଟ୍ କିଛି ନାହିଁ କିନ୍ତୁ ମତେ ବି ଆଜି କିଛି ଖବର ମୁଁ ପାଇଛି ମତେ ବି କିଛି ବିଭିନ୍ନ ଜାଗାରେ ଯାଇକି ସେ କହୁଛନ୍ତି ଯେ ତାକୁ ମାରିଦେବା ପାଇଁ ଯୋଜନାବାଜି ଚଲାଉଛନ୍ତି କିନ୍ତୁ ତାଙ୍କର ସେତିକି ସାହସ ପାଇପାରୁନି ଆମ ସହିତ ଟଚ୍ କରିବା ପାଇଁ ସେଥିପାଇଁ ସାହସ ଏଥିପାଇଁ ପାଇପାରୁନି ଯେହେତୁ ଆମେ ସତ୍ୟ ପଥରେ ଅଛୁ ଧର୍ମ ପଥରେ ଅଛୁ। ମାଡ଼ ମାରିବାଟା ଗୋଟେ ସଲ୍ୟୁସନ ନୁହେଁ କିନ୍ତୁ ପ୍ରଶାସନ ତାଙ୍କ ଉପରେ ପଦକ୍ଷେପ ନେବା କଥା। ନା ପ୍ରଶାସନ ପଦକ୍ଷେପ ବହୁତ ଜଲ୍ଦି ନେବେ ଆପଣ ଦେଖିବେ ବହୁତ ଜଲ୍ଦି ଆପରେ ନିଆଯାଉଛି କିନ୍ତୁ ଦୟାକରି ଯୋଉ ମାଲିକ ଅନୁଷ୍ଠାନ ଅଛି ଯୋଉ ମାଲିକ ସଂଘ ଅଛି ମାଲିକ ମାନେ ବିଚାର କରନ୍ତୁ ଆପଣ ମାନେ ବିଚାର କରନ୍ତୁ ଯେ ଆପଣ ଜଣକୁ ପ୍ରଶ୍ରୟ ଦଉଛନ୍ତି କୁସଂସ୍କାରୀ କି ଆଉ ଯେ ସଂସ୍କାର ବିହୀନ ମଣିଷଟାକୁ ଆପଣ ପାଖରେ ଆଣି ବସଉଛନ୍ତି ଆଉ ପ୍ରଶ୍ରୟ ଦଉଛନ୍ତି ଏହା ଭିତରେ ବି ମାଲିକ ମାନେ ବି ଛନ୍ଦି ହେବେ। ମାଡର ଶିକାର ହେଲା ପରେ ମାନେ କଳାକାର ସବୁ ଜଣେ କହୁଛନ୍ତି ଆମେ କଳାକାର ସଂଘ ନା ନରିପଣାର କଳାକାର ସଂଘ ଜଣେଇଥିଲା ତାର କିଛି ଖାଇଦେଲେ ଆମେ ଜଣେଇବୁ ନା ମୋ ମତରେ କଳାକାର ସଂଘରେ ଯେତିକି ଆବଶ୍ୟକତା ଜଣାନ୍ତୁ ମାମୁନି ଆଉ ମାମୁନି ଅପାଙ୍କୁ ଆଉ ବାପିଙ୍କୁ ମୁଁ ଜଣାଇ ଦଉଛି ଯେ ଆପଣ କଳାକାର ସଂଘରେ ଜଣାନ୍ତୁ କିନ୍ତୁ ଆଇନର ସହାୟତା ନିଅନ୍ତୁ। କଳାକାର ସଂଘ ଏମାନେ ହଉଛନ୍ତି ନିରବତାର ମାନେ ନିରବତାର ମାନେ ଛାଇରେ ବାନ୍ଧି ହେଇଛନ୍ତି ଯେହେତୁ ଏମାନେ ଅନୁଷ୍ଠାନରେ ଆଗାମୀ ଦିନରେ ରହିବେ ଏମାନେ କଳାକାର ମାନେ କଣ କରିବେ ନା ମାଲିକ ମାନଙ୍କୁ ସପୋର୍ଟ କରିବାକୁ ଏଇଟା ସତ୍ୟତା କଥା କିନ୍ତୁ ଆପଣ ଆଇନର ସହାୟତା ନିଅନ୍ତୁ। ଆଇନ ଏତେ ଦୁର୍ବଳତା ନାହିଁ ଆଇନ ଏତେ ନିର୍ଦ୍ଦୟତା ନାହିଁ ଆପଣଙ୍କୁ ନିଶ୍ଚିତ ହିଁ ଆଇନର ସହାୟତା ନିଅନ୍ତୁ ନିଶ୍ଚିତ ହିଁ ନ୍ୟାୟ ମିଳିବ ମୁଁ ଏତିକି ଭରସା ଦଉଛି। ନିଶ୍ଚିତ ଫସିବେ। ନାଣ୍ଡୁବାବୁ ଗୋଟେ ଧମକ ଦଉଛନ୍ତି ମୁଁ କିଛି କରେନି ମୋ ଲୋକମାନେ ହିଁ କରନ୍ତି। ଶୁଣନ୍ତୁ ଗୋଟେ କଥା ହେଲା ବିନାଶ କାଳେ ବିପରୀତ ବୁଦ୍ଧି ଯେତେବେଳେ ମରଣର ସମୟ ଆସିଯାଏ ସେତେବେଳେ ଯୋଉ ଦୀପଟା କଣ କହିଲେ ଦୀପଟା ଯେତେବେଳେ ଲିଭିବାକୁ ଯାଏ ସେତେବେଳେ ହୁତୁ ହେଇ ଜଳୁଥାଏ ସେହି ସମୟ ଏବେ ଆସିଯାଇଛି ଯୋଉ ସମୟ ଆମେ ଆଜିକା ଦେଖୁଛେ ଦୀର୍ଘ 2 ମାସ ହେଲାଣି ଯୋଉ ବିବାଦରେ ଛନ୍ଦି ହେଇଛନ୍ତି ଦୀପଟା ବର୍ତ୍ତମାନ ହୁତୁ ହେଇ ଜଳୁଛି ଜୁନ୍ 12 ପରେ ଲିଭିଯିବ। ନାଣ୍ଡୁକୁ ନଣ୍ଡା ହେଇଗଲେଣି ଯଦି ଯାହାର ଦରମା ଦେଇ ପାରୁନାହାନ୍ତି ସେ କଣ ଆଉ ବାହୁବଳି ଅଛନ୍ତି ଏମିତି କାହାକୁ ବାଡେଇ ହାକେଇ କାହାକୁ ଧମକେଇକି ଚମକେଇକି ତାଙ୍କ ଦରମା ଖାଇଦେବେ କେତେ ଦିନ ଆପଣ ଖାଇବେ କହିଲେ? ଆପଣ କଣ ଓଡିଶାରେ କୋଉଠି ଯାତ୍ରା ପଡିବନି 2025-26ରେ ଆପଣ ଯାତ୍ରା କରିବେନି କୋଉଠି ନା କୋଉଠି ତ ସବୁ ଏରିଆରେ ପଡିବେ ଆପଣ କାହିଁ ଭାବୁନାହାନ୍ତି ଆପଣ ଗୋଟେ ଅନୁଷ୍ଠାନ ଚଲାଉଛନ୍ତି ବା ଅନୁଷ୍ଠାନକୁ ପୁରା ସାରା ଓଡିଶାରେ ଚଲାଉଛନ୍ତି ଆଜି ସିନା ହାତଟା ମାରିଦେବେ କାଲି ସକାଳ ପାଇଲେ କଣ ଯିବେନି? ମୋ ଦେହରେ ଆଜ୍ଞା ମୁଁ କହିଦଉଛି ସବୁ ଯୋଉ ମାଲିକ ମାନେ ଯୋଉ ମ୍ୟାନେଜର ମାନେ ଅଛନ୍ତି ତା ପାଖରେ ଆଜି ନ ହେଇଛି କାଲି ସେ ମ୍ୟାନେଜର ଅନ୍ୟ ଜାଗାରେ ଚାକିରି କରିବ। ନାଣ୍ଡୁବାବୁର ଯଦି ପାଟି ବର୍ବାଦ ହେଲା ସେ ଅନ୍ୟ ଜାଗାରେ ଚାକିରି କରିବ ସେହି ସମୟରେ କୋଉ ମାଲିକ ଅଟକେଇବ ମୁଁ ଟିକେ ଦେଖିବି ଭଲ ଭାବରେ ଦେଖିଦେବି। ଏଇ ସବୁ କାର୍ଯ୍ୟକଳାପରେ କମିଟି ମେମ୍ବର ମାନେ ଆଇନକୁ ହାତକୁ ନେବା ଠିକ କି? ନା କମିଟି ମେମ୍ବର ମାନଙ୍କୁ ହାତକୁ ନ ନେବା ଦରକାର ଆଇନକି ନ ନେବା ଆବଶ୍ୟକତା କାହିଁକି ନା ତାଙ୍କର ପ୍ରାପ୍ତ ପଇସା ସେ ମାଗିଥିଲେ ସେ ଠିକ ଅଛି ମାଲିକ ଭିତରେ ବୁଝାବୁଣି ହେଇଥାନ୍ତା ଯେହେତୁ ଏମାନେ ଗୁଣ୍ଡାଗିରି କିଛି ଗୁଣ୍ଡା ମାନଙ୍କୁ ଯୋଉ ମଦ ମାଂସ ଆଉ ନାରୀବାଦୀ ମାନଙ୍କୁ ପ୍ରଶ୍ରୟ ଦେଇକି ତାଙ୍କୁ ବାଡେଇବାର ହତ୍ୟା କରିବାର ଜାଳି ଦେବାର ଆଜ୍ଞା ଆପଣ ଚିନ୍ତା କରନ୍ତୁ ଆପଣଙ୍କର ବି ଫ୍ୟାମିଲି ଅଛି ଆପଣ ଯଦି କାହା ବିଷୟରେ ଚିନ୍ତା କରିବେ ମୁଁ ମାରିଦେବି ହାରିଦେବି ଆପଣ କାହାର ଭାଗ୍ୟ ଲେଖି ନାହାନ୍ତି କି ଆପଣ କାହାକୁ ଜନ୍ମ ଦେଇନାହାନ୍ତି କି ଆପଣ କାହାର ମୃତ୍ୟୁ ବି ଲେଖି ନାହାନ୍ତି ମୃତ୍ୟୁ ଉପର ବାଲା ଲେଖିଛି ଜନ୍ମ ବି ଉପର ବାଲା ଲେଖିଛି ଆପଣ ଭାବି ଦଉଛନ୍ତି ଆପଣ ଜାଳିଦେବେ ପୋଡିଦେବେ କିଛି କରିପାରିବେନି ଗରଜିଲା ମେଘ କେବେ ବି ବରସିନି। ସେ କମିଟି ଆଉ ଥରେ କୌଣସି ପାର୍ଟିର କଳାକାର ମାନଙ୍କୁ ସେ ଜାଗାକୁ ଡାକିଲେ ଯାତ୍ରା ପରିବେଷଣ ପାଇଁ ଏମାନେ ଚିନ୍ତା କରିବା କଥା କି? ଏମାନେ ଚିନ୍ତା କରିବା ଦରକାର ଯେ ଯଦି ଆମର ଗୋଟେ କଳାକାର ଭାଇ କି ବାଡା ଗଲା କି ବାଡିଆ ଦିଆଗଲା କି ମାଡ ମରାଗଲା ତାହେଲେ ଆଙ୍କ କଳାକାର ସଂଘ ତାଙ୍କର କମିଟି ବାଲାଙ୍କୁ ଗୋଟେ ଲିଖିତ ଅଭିଯୋଗ ଜଣେଇବେ ଯେ ଆମ କଳାକାର ମାନଙ୍କୁ କାହିଁକି ଆପଣ ମାରିଲେ ଏହାର ଯଦି କାର୍ଯ୍ୟାନୁଷ୍ଠାନ ନ ହଉଛି ଦୟାକରି ଯୋଉ କଳାକାର ସଂଘ ଅଛି ତାହେଲେ ଆପଣ କଳାକାର ସଂଘରୁ ଇସ୍ତଫା ଦେଇ ଦିଅନ୍ତୁ। ନାଣ୍ଡୁବାବୁର ପାର୍ଟି ତ ରହିବନି ସିଏ ଯିବେ କଣ ପାର୍ଟି କରିବାକୁ ପାର୍ଟି ଆଉ ଅଛି ସେକାଳ ପଖାଳ ନାହିଁ ମୁଁ ସରିଯାଇଛି ଗଲା ଏବେ 2025-26ରେ ବାହାରି ପାରିବନି ଆଉ କଣ କହୁଛନ୍ତି ନାଣ୍ଡୁବାବୁ ହାତ ମାରିଦେବେ ଇଏ ମାରିଦେବେ ହାତ ମାରିକି ଥରେ ଦେଖୁନ
ବିଛୁଆତ ହେଇଯାଇଛି 2 ମାସ ହେଲାଣି, ଆଉ ଅଛି କି ସେଇଟା? ନିଶ୍ଚିତ ଗାଣ୍ଡୁ ତ ହେଇଲାଣି, ସେଟା ଡାଉଟ କିଛି ନାହିଁ। କିନ୍ତୁ ଆପଣମାନଙ୍କୁ ମୁଁ ମାଧ୍ୟମରେ ଜଣାଉଛି, ଯଦି ବୁଲି ବୁଲି ଭୁକି ଭୁକି କହୁଛ ଜନ୍କୁ ମର୍ଡର କରିଦେବି, ଜନ୍କୁ ଆକୁ କରିଦେବି ତାକୁ କରିଦେବି, କେତେ ଟଙ୍କା ନିଅ ଜନ୍କୁ ମାରିଦିଅ ବୋଲି, ଆଜ୍ଞା ମୋ ଭାଗ୍ୟର ବଞ୍ଚିବାର ଭାଗ୍ୟ ଉପରବାଲା ଲେଖିଛି। ଯଦି ମୋର ମରିବାର ଥିବ ନା, ତାହେଲେ ମୁଁ କେମିତି ମରିବି ଆପଣ ବୁଝି ବି ପାରିବେନି, କିନ୍ତୁ ମାରିବାର ଥିଲେ କେମିତି ମାରିବି ଆପଣ ବି ବୁଝିପାରିବେନି। ଭାବି ଚିନ୍ତିକି କଥା କରିବେ। ଆଉ ଏସବୁ ଫୁଟାଣି ବାହାଦୁରୀ, ଏ ଯୋଉ ଲଫଙ୍ଗାବାଦୀ ଏରା ଆଉ କୋଉଠି ଦେଖେଇବେ। ଆମେ ବି ଆଜ୍ଞା ଆପଣଙ୍କର 2ଟା ହାତ ଗୋଡ଼, ଆମର ବି 2ଟା ହାତ ଗୋଡ଼। ଆପଣ 2 ପାହାର ମାରିଲେ ଆମେ ବି 4 ପାହାର ମାରିବୁ, ଡାଉଟ କିଛି ନାହିଁ।